କେତେବେଳେ କେମିତି ମିଠା ଖାଇବାକୁ ସମସ୍ତଙ୍କର ଇଚ୍ଛା ହେଇଥାଏ କିନ୍ତୁ ମିଠା ପ୍ରାୟତଃ ଫ୍ରିଜରେ ରହିନଥାଏ କାହିଁକି ନା ଯେତେବେଳେ ବି ଆପଣ ବନାନ୍ତୁ କି ଆପଣ ଘରକୁ କିଣିକି ଆଣନ୍ତୁ ଦୁଇଟା ଲୋକ ହୁଅନ୍ତୁ କିମ୍ବା ଜଣେ ଲୋକ କିମ୍ବା 10 ଜଣ ଲୋକ ମିଠା ତ ଶେଷ ହିଁ ହେଇଯାଏ। ତ ସେଇଥିପାଇଁ କେବଳ ସେଇଥିପାଇଁ ମୁଁ ଆଜି ପ୍ରସ୍ତୁତ କରୁଛି ମିଠା। ଫ୍ରିଜରେ ଯେତେବେଳେ ମିଠା ଖାଇବାକୁ ମୋତେ ଇଚ୍ଛା ହେଲା ଖୋଲିକି ଦେଖିଲା ବେଳକୁ କିଛି ବି ମିଠା ଆଭେଲେବୁଲ୍ ନଥିଲା। ଦେଖିଲା ବେଳକୁ ମୋ ପାଖରେ 2 ଲିଟର କ୍ଷୀର ଥୁଆ ହେଇଥିଲା। ତ କ୍ଷୀର ଯେହେତୁ ଥୁଆ ହେଇଥିଲା ମୁଁ କ'ଣ କଲି, 2 ଲିଟର କ୍ଷୀରରୁ 500 କ୍ଷୀର ଗୋଟେ ବେଲାକୁ କାଢ଼ିଦେଲି ଆଉ ବାକି କ୍ଷୀରକୁ ଛେନା ଛିଡ଼େଇଦେଲି। ଛେନା କେମିତି ଛିଡ଼େଇଲି ନା, ଆପଣ ଚାହିଁଲେ ଲେମ୍ବୁ ରସ ବ୍ୟବହାର କରିବେ କିନ୍ତୁ ମୁଁ ଏଠି ଭିନେଗାରର ୟୁଜ୍ କଲି। ଆଉ ତାପରେ ତାକୁ ଭଲ ଭାବରେ ଫୁଟେଇ ଫୁଟେଇ ଛେନା ତାକୁ ଭଲ ଭାବରେ ଛିଡ଼େଇଦେଲି। ତାପରେ ତା ତଳେ ଗୋଟେ ଛଣା ରଖିଦେଲି ଆଉ ତା ଉପରେ ଗୋଟେ କଟନ୍ କପଡ଼ା ରଖିଦେଲି ଆଉ ଭଲ ଭାବରେ ସବୁଯାକ ଛେନାରୁ ପାଣିକୁ ଅଲଗା କରିନେଲି। ତାପରେ ଅଳ୍ପ ଟିକେ ପାଣି ପକେଇକି ଛେନାଟାକୁ ଧୋଇ ନେଲି ତାକି ଛେନାଟା ଯେମିତି ଟିକେ ଖଟା ନ ଲାଗିବ, କାହିଁକିନା ଯେହେତୁ ଭିନେଗାର ପକେଇଛି ନା ଆମେ। ତ ତାପରେ ଏଇଠୁ ଆମେ କ'ଣ କରିବା ନା, ତାକୁ ଭଲ ଭାବରେ ଚିପୁଡ଼ି ଚିପୁଡ଼ି ତାର ପାଣି ସବୁକୁ ନିଗାଡ଼ି ଦେବା। ଏଇ ପାଣିକୁ ଆପଣ ଚାହିଁଲେ ରୁଟି ୟା ଫିର୍ ଯଦି ତରକାରୀ ପତ୍ର କରୁଛନ୍ତି ତାହେଲେ ପକେଇ ପାରିବେ, ବହୁତ ପ୍ରୋଟିନ୍ ଥାଏ ଏଥିରେ। ଛେନା ଦେଖିପାରୁଥିବେ ଟିକେ ଶୁଖା ହେଇଯାଇଛି ଆମର। ତ ମୁଁ କ'ଣ କଲି, ଅଧା ଚାମଚ ସେତିକି ଘିଅ ପକେଇ ନେଲି ଆଉ ତାପରେ 3 ବଡ଼ ଚାମଚ ଯେତିକି ସେଥିରେ ସୁଜି ପକେଇ ନେଲି। ଅଳ୍ପ ଟିକେ ଦେଇଦେଲି ମୁଁ ଏଥିରେ ଆମର ବେକିଂ ପାଉଡ଼ର, ବେକିଂ ସୋଡ଼ା ନାହିଁ, ବେକିଂ ପାଉଡ଼ର ଅଳ୍ପ ଟିକେ ଦେବେ, ଗୋଟେ ଚୁଟକି। ଆଉ ତାପରେ ପାପୁଲି ସାହାଯ୍ୟରେ ଭଲ ଭାବରେ ଆମେ କ'ଣ କରିବା ନା, ତାକୁ ପୁରା ବଢ଼ିଆ ସେ ମାଲିସ୍ କରିକି ପୁରା ଏଇଭଳିଆ ଚକଟି ନେବା, ପୁରା ଚିକଣିଆ ଡୋ କରିକି। ଏଠି ଆପଣ ଦେଖିପାରୁଥିବେ ବର୍ତ୍ତମାନ ଆମର ଛେନା ପାଇଁ ମାନେ ଆମେ ଯେଉଁ ମିଠାଟା ବନେଇବା ସେଇଥିପାଇଁ ଆମର ଛେନା ରେଡ଼ି। ଏବେ ଆମେ ତାକୁ ପୁରା ସେପ୍ ଦେଇଦେବା ଯେମିତି ଏଥିରେ କ୍ରାକ୍ସ ନ ଆସେ। କ୍ରାକ୍ସ ଆସିଲେ ବି କିଛି ବି ଅସୁବିଧା ନାହିଁ କାହିଁକିନା ଆମେ ଯେହେତୁ ସୁଜି ମିଶାଇଛେ ଏଇଟା ଫାଟିବାର ଚାନ୍ସ ହିଁ ନାହିଁ। ତ ଏଠି ଆପଣ ଦେଖିପାରୁଥିବେ ମୁଁ ତାକୁ ଟିକେ ଲମ୍ବା ଲମ୍ବା ଆକାର ସେପ୍ ଦେଇଦେଇଛି। ତାପରେ ଗୋଟେ କଡ଼େଇ ନେଇଛି, କଡ଼େଇରେ ଚିନି ଦେଇଦେଲି, ଚିନି ପରେ ସେଥିରେ ପାଣି ମୁଁ ଦେଇଦେବି। ପାଣି ଆପଣ ସଫିସିଏଣ୍ଟ ମାତ୍ରାରେ ଦେବେ ଯେମିତିକି ଆପଣଙ୍କ ଛେନା ବୁଡ଼ିକି ରହିବ। ଆପଣ ଭାବୁଥିବେ ମୁଁ ରସଗୋଲା ବନାଉଛି, କିନ୍ତୁ ନା, ମୁଁ ଆଜି ରସଗୋଲା ବନାଉନି। ବହୁତ ଜୋରସେ ଶୋଷ ଲାଗିଲା ସେଇଥିପାଇଁ ମୁଁ ପାଣି ଟିକେ ପିଇଦେଲି। ତ ଏବେ ତାପରେ କ'ଣ କରିବା ନା, ଆମେ ସବୁ ଛେନାର ବଲ୍ସ ଗୁଡ଼ାକୁ ଏଥିରେ ପକାଇ ନେବା। ଆପଣ ଚାହିଁଲେ ଗୋଲ ଗୋଲ କରିକି ଯେମିତି ରସଗୋଲା ପରିକା ସେମିତି ବି ପକାଇ ପାରନ୍ତି, କିନ୍ତୁ ମୁଁ ଯେହେତୁ ରସଗୋଲା ବନାଉନି ସେଇଥିପାଇଁ ଏଇ ଟାଇପ୍ର ସେପ୍ ଦେଲି। ଏବେ ଆମେ କ'ଣ କରିବା ନା, ତାକୁ କଭର୍ କରିକି ପୁରା 20 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଫୁଟି ସାରିବା ପରେ ଏଠି ଆପଣ ଦେଖିପାରୁଥିବେ ଛେନାର ସାଇଜ୍ ପୁରା ବଡ଼ ହେଇଯାଇଛି ଆଉ ତାକୁ ତ ଦେଖିକି ମୋ ମନ ପୁରା ଖୁସି। ତ ତାପରେ ଆମେ କ'ଣ କରିବା ନା, ଗୋଟେ କଡ଼େଇ ନେବା, କଡ଼େଇରେ ଆମେ ଯେଉଁ 500 ml କ୍ଷୀରକୁ ରଖିଥିଲେ ସେଇ କ୍ଷୀରକୁ ଆମେ କ'ଣ ଦେଇଦେବା। ତାପରେ ଅଳ୍ପ ଟିକେ କ୍ଷୀର ସେଥିରୁ ବାହାର କରିଦେଇକି 4 ବଡ଼ ଚାମଚ ଯେତିକି ଅମୁଲ ପାଉଡ଼ର ଦେଇଦେବା। ଠିକ୍ ଅଛି। ତାପରେ ଗୋଟେ ଇଲାଇଚି ଆଉ ତାପରେ ଅଳ୍ପ କିଛି ଚିନି ଦେଇକି ଆମେ ତାକୁ ଭଲ ଭାବରେ ପାଉଡ଼ର କରିନେବା। ଏପଟେ ଆମେ ଦେଇଦେବା ଯେଉଁ ଆମେ ରଖିଥିଲେ ମିଲ୍କ ପାଉଡ଼ରର ଗୁଣ୍ଡକୁ ପାଣିରେ ଗୋଳେଇକି ତାକୁ ଦେଇଦେବା ଆଉ ଚିନିର ଗୁଣ୍ଡକୁ ଟେଷ୍ଟ ହିସାବରେ ଆପଣ ଆଡ଼୍ କରିବେ। ତ ମୋର ଏଠି ଅଧା ଚିନିର ଗୁଣ୍ଡ ବଞ୍ଚି ଯାଇଥିଲା ତ ମୁଁ ସେଥିପାଇଁ ତାକୁ ଡବାରେ ରଖିନେଲି। ତାପରେ ଏଠି ଆମର କ'ଣ କରିବା, ରସଗୋଲା ସହିତ ଯେଉଁ ଚିନି ସହିତ ଥିଲା ତାକୁ ମୁଁ ଏଥିରେ ପକାଇ ନେଇଛି। ଯଦି ଆପଣ କମ୍ ମିଠା ଖାଇବାକୁ ଚାହୁଁଛନ୍ତି ତାହେଲେ କେବଳ ରସଗୋଲାକୁ ଛାଡ଼ିକି ଏଥିରେ ମାନେ ରସଗୋଲାକୁ ଭଲ ଭାବରେ ଚିପୁଡ଼ିକି ଆପଣ ଏଥିରେ ପକାଇ ପାରିବେ। ତ ବର୍ତ୍ତମାନ ଆମର ଏଠି ପ୍ରସ୍ତୁତ ହେଇଯାଇଛି ରସମଲାଇ। ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ ଆଉ ହଁ, ଗୋଟେ ସୁନ୍ଦର କମେଣ୍ଟଟେ ଦେବାକୁ ଜମାରୁ ବି ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।